ଆଜିର ଭିଡ଼ିଓରେ ଆମେ ତୃତୀୟ ଶ୍ରେଣୀ ସରସ୍ୱତୀ ଗଣିତମାଳାର ପୃଷ୍ଠା 105ର 21 ନମ୍ବରଟିକୁ କରିବା। କେଉଁ ସଂଖ୍ୟାର 4 ଗୁଣରେ 70 ଯୋଗ କରି ଯୋଗ ଫଳକୁ 3 ଦ୍ୱାରା ଭାଗ କରି ଭାଗ ଫଳରୁ 35 ବିୟୋଗ କଲେ ବିୟୋଗ ଫଳ ହେବ 35। ଏଭଳି ପ୍ରଶ୍ନ ଆମେ ପଢ଼ୁ ପଢ଼ୁ କରିପାରିବା। ତାହେଲେ ଏଠି ଆମେ କ'ଣ କରିବା ନା କେଉଁ ସଂଖ୍ୟାର 4 ଗୁଣରେ, ସଂଖ୍ୟା ଆମକୁ ଜଣା ନାହିଁ, ଆକୁ ଆମେ ଓଲଟା କ୍ରିୟା କରିବା। ଓଲଟା କ୍ରିୟା କରିବା କ'ଣ ଏ ଶୁଣି କରିବା କଲେ ଆମେ ଜାଣିପାରିବା କେଉଁ ସଂଖ୍ୟା ଆମକୁ ଜଣା ନାହିଁ ସଂଖ୍ୟା। ସେଥିପାଇଁ ସେଇ ସଂଖ୍ୟା ପାଇଁ ଆମେ କ'ଣ କରିବା ନା ଗୋଟିଏ ଡେସ୍ କରିଦେବା। ଡେସ୍ କରିଦେବା କେଉଁ ସଂଖ୍ୟାର 4 ଗୁଣରେ, ଗୁଣିବାକୁ କହିଛି 4, ତାହେଲେ ଗୁଣନ 4 ଗୁଣିବା। ଗୁଣରେ 70 ଯୋଗ କଲେ, ତାହେଲେ ଯୋଗ କରିବା କେତେ ଦେଲା 70, ଯୋଗ କରିବା 70। ପୁଣି କ'ଣ କହିଲା 70 ଯୋଗ କରି ଯୋଗ ଫଳକୁ, ତାହେଲେ ଯୋଗ ଫଳ ବି ଆମକୁ ଜଣା ନାହିଁ, ଆମେ ଯୋଗ କରିନୁ, ତେଣୁ କ'ଣ କରିବା ନା ଯୋଗ ଫଳକୁ 3 ଦ୍ୱାରା ଭାଗ କରି, ତାହେଲେ ହରିବା ଏଠି 3 ଯୋଗ ଫଳରେ 3 ଭାଗ କରି ଭାଗ ଫଳରୁ, ତାହେଲେ ଭାଗ ଫଳ ବି ଜଣା ନାହିଁ, ତେଣୁ ଭାଗ ଫଳ ପାଇଁ ପୁଣି କ'ଣ କରିବା ନା ଡେସ୍ଟେ କରିଦେବା। ଭାଗ ଫଳରୁ କେତେ ବିୟୋଗ କରିବା ନା 35 ବିୟୋଗ କରିବା। 35 ବିୟୋଗ କରିଦେବା। ବିୟୋଗ କଲେ ବିୟୋଗ ଫଳ ହେବ 35 ହେଲା, ବିୟୋଗ ଫଳ ହେଇଯିବ ଆମର 35। ଏଭଳି ପ୍ରଶ୍ନକୁ ଆମେ ଓଲଟା କ୍ରିୟା କରିବା। ଡାହାଣ ପଟୁ ସଂଖ୍ୟାକୁ ଆଣିବା, ଯାହାର ଫେଡ଼ାଣ ଚିହ୍ନ ଅଛି ତାକୁ ଆମେ ଯୁକ୍ତ କରିବା ସଂଖ୍ୟା ସହିତ, ଯାହାର ହରଣ ଅଛି ଗୁଣନ କରିବା, ଗୁଣନ ଥିଲେ ହରଣ କରିବା। ଦେଖ ପ୍ରଥମେ ଏଇ 35କୁ ଆମେ ଆଣିବା। 35 ଏଠି ଦେଲା କେତେ ଫେଡ଼ାଣ 35, ତାହେଲେ ଆମେ କ'ଣ କରିବା ନା ଯୁକ୍ତ 35 କରିଦେବା। ଯୁକ୍ତ 35, 35 କେତେ 70, ତାହେଲେ ପ୍ରଥମ ଡେସ୍ର ଆମେ ସଂଖ୍ୟା ପାଇଗଲୁ 70 ହେଲା। ପୁଣି ଏଠି 70 ବାହାରିଲା, ଏଠି ଦେଇଛି ହରଣ 3, ତାହେଲେ ଆମେ କ'ଣ କରିବା ନା 70ରେ ଓଲଟା କ୍ରିୟା କରିବା, ହରଣ ଅଛି ଗୁଣନ କରିବା, 7 × 21, ତାହେଲେ 210 ପାଇଲେ। 210 ଏଇ ଡେସ୍ରେ, ଦ୍ୱିତୀୟ ଡେସ୍ରେ ଆମେ କ'ଣ କରିବା ନା 210କୁ ବସେଇ ଯିବା। ପୁଣି ଦେଖ 210 ଏଠି ପାଇଲୁ, ଏଠି ଅଛି ଯୁକ୍ତ 70, ତାହେଲେ ଆମେ କ'ଣ କରିବା ନା 210ରୁ ଫେଡ଼ିଦେବା 70। 210ରୁ ଫେଡ଼ିବା କେତେ ନା 70। 70 ଫେଡ଼ିଲେ ଆମର ହେବ 140। ଦେଖ 140 ପାଇଲେ। 140ରେ କ'ଣ କରୁଛି ନା ଗୁଣିବାକୁ 4 ଦେଇଛି, ତାହେଲେ ଆମେ କ'ଣ କରିବା ଓଲଟା କ୍ରିୟା କରିବା। 140 ଗୁଣନ ଅଛି ହରଣ କରିବା, ହରଣ 4, ତାହେଲେ କେତେ ହେବ 4 × 3 = 12, 4 × 5 = 20, 35। ସଂଖ୍ୟାଟି ହେଲା କେତେ ନା 35। ସଂଖ୍ୟାଟି ଏଇଠି ଆମେ ପ୍ରଥମ ଡେସ୍ରେ କେତେ ଲେଖିବା ନା 35। ଏଭଳି ଗଣିତ ଅତି ସହଜରେ ଆମେ ଏଇ ଡ୍ୟାସ୍ କରି ଚାଲିଲେ ଶୂନ୍ୟ ସ୍ଥାନର ସଂଖ୍ୟାକୁ ଆମେ ଅତି ସହଜରେ ବାହାର କରିପାରିବା। ଅତଏବ ସଂଖ୍ୟାଟି 35। ଭିଡ଼ିଓକୁ ଏଇଠି ରଖିବା। ସବସ୍କ୍ରାଇବ୍ କରିବ, ଲାଇକ୍ କରିବ।